ମିଳିଯିବ। ଆଜିଠୁ ମୋର ସବୁ ସୁଖ ତୋର ଆଉ ତୋର ସବୁ ଦୁଃଖ ହଉଛି ମୋ। ଚାଲ ଏବେ ଘରକୁ ଫେରିଯିବା। ଚାଲ। ମାମୁ ଆଉ କାହିଁକି ମନଉଣା କରୁଛୁ ରେ ମା? କାହିଁକି ମନଉଣା କରୁଛୁ? ଆରେ এই কথা কହୁଛି এরকম ପାଇଁ ଆଜିକି 25 ବର୍ଷ ହେଇଗଲା। ମୁଁ ଯେ କେତେ କଷ୍ଟ ସହିଛି ସେ କଥା ସେଇ ଭଗବାନଙ୍କୁ ଜଣା। ଆଉ ମୋତେ କିଛି ଦୁଃଖ ନାହିଁ। ମୁଁ ଶାନ୍ତିରେ ମରିପାରିବି। ଶାନ୍ତିରେ ମରିପାରିବି। ମୁଁ ଏବେ କ'ଣ କରିବି? ମୁଁ ଯୋଉ ଅପରାଧ କରିଛି ତା ପ୍ରାୟଶ୍ଚିତ୍ତ ମୁଁ କେମିତି କରିବି? କ'ଣ କଲେ ମୋ ବାପର ମୁକ୍ତି ପାଇବି? କିଛି ବୁଦ୍ଧି ମୋ ମୁଣ୍ଡରେ ପଶୁନି। ମୁଁ ବି କିଛି କମ୍ ଅପରାଧ କରିନି ରେ ମା। ତୁ ଆମକୁ ଗଛ ମୂଳକୁ ଯିବାକୁ ନ ଦେଇ ଆମ ପାଇଁ ଏତେ ବଡ଼ ତ୍ୟାଗ କରିଛୁ, ଅଥଚ ମୋ କଳଙ୍କିରେ ଜାଣି ନ ପାରି ତତେ ମୋ ଘରୁ ବାହାର କରିଦେଇଛି। ହେଲେ ବାହାରେ ତମମାନଙ୍କ ପରି ମୁଁ ତ ଏତେ ପାଠଶାଠ ପଢ଼ିନି। ମୋ ମୁଣ୍ଡରେ ଏତେ ବୁଦ୍ଧି ଜ୍ଞାନ ଆସିବ କୋଉଠୁ? ମୁଁ ତ ମା ପରି ତୁ ମତେ କ୍ଷମା କରିଦେଲ ମା। আমার সবু অপরাধ ক্ষমা করি তু মো সঙ্গে তো সংসারକୁ ফেরি যা। ଆପଣ ଏଠି କ'ଣ କରି ଯାଉଛନ୍ତି? ଆପଣ ତ ମୋତେ କୌଣସି ଅପରାଧ କରିନାହାନ୍ତି। ଆପଣ କାହିଁ ମୋତେ କ୍ଷମା ମାଗୁଛନ୍ତି? ବରଂ ଅପରାଧ ତ ମୁଁ କରିଥିଲି, ଯୋଉଥିପାଇଁ କି ଦଣ୍ଡ ବି ପାଇସାରିଛି। ତା ଛଡ଼ା ଆପଣ ମୋତେ କୋଉ ସଂସାରକୁ ଫେରି ଯିବା ପାଇଁ କହୁଛନ୍ତି? ମୋ ସଂସାର ତ ଅନେକ ଦିନ ହେଲାଣି କଳଙ୍କର କଳା ବର୍ଷରେ ଭାଙ୍ଗି ରୁଜି ଚୁରମାର ହେଇସାରିଛି। ଆଉ ପୁଣି କୋଉ ସଂସାରକୁ ମୁଁ ଫେରିଯିବି? ଆମ ସଂସାରକୁ ଫେରିଯିବ ଯୋଉଠି ଆମ ସଂସାର ଆରମ୍ଭ କରିଥିଲେ। ତମେ କିଏ? ତମ ସହିତ ମୋର ସମ୍ପର୍କ କ'ଣ? ଆରେ ମୁଁ ତମ ସ୍ୱାମୀ, ତମେ ମୋ ସ୍ତ୍ରୀ। ଅଛି ମୋ ହାତରେ ଶଙ୍ଖା, ଅଛି ମୋ ମଥାରେ ସିନ୍ଦୁର। ଶଙ୍ଖା ସିନ୍ଦୁର ନଥିବା ଜଣେ ନାରୀକୁ ପତ୍ନୀ ବୋଲି ପରିଚୟ ଦଉଛ। ଏସବୁ କଥା ଏ ସମାଜ ଏ ଦୁନିଆ ଜାଣିଲେ ତମକୁ ପାଗଳ ବୋଲି ସମ୍ବୋଧନ କରିବ। ତୁ ବ୍ୟସ୍ତ ହନି ଅବା। ମୋର ଶଙ୍ଖା ସିନ୍ଦୁରରେ ତୋର ଅଧା ଭାଗ। ଆମେ ଦି ଭଉଣୀ, ଆମର ଜଣେ ସ୍ୱାମୀ। ଏସବୁ କଥା ଏ ସଂସାରରେ କିଛି ନୂଆ ବି ନୁହଁ, କିନ୍ତୁ ଆମେ ତ ଅଜାଣତରେ ସବୁ କରିସାରିଛେ। ତେଣୁ ଗ୍ରହଣ କରିନେବାରେ ଅସୁବିଧା କ'ଣ? ବହୁତ କିଛି ଅସୁବିଧା ଅଛି ପଲ୍ଲବୀ। ଯେମିତି ପୋଡ଼ିଗଲା ତରକାରୀର ସ୍ୱାଦ ନଥାଏ, ଠିକ୍ ସେମିତି ଜଣେ ବିବାହିତ ପତ୍ନୀ ପରପୁରୁଷର ରକ୍ତକୁ ଗର୍ଭରେ ଧରି ପିଲା ଜନ୍ମ କରିସାରିବା ପରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ପିତା ହେଇଯାଏ। ଆଉ ଯୋଉଥିପାଇଁ କି ଶଙ୍ଖା ସିନ୍ଦୁର ବିହୀନା ମୁଁ ଆଜି ସ୍ୱାମୀ ପରିତ୍ୟକ୍ତା। କିନ୍ତୁ ଅବା ମୋ ବାପାଙ୍କ ମୁଁ ପରିଚୟ ପାଇସାରିଛି, ମୋର ଆଉ କିଛି ଦରକାର ନାହିଁ। ଏବେ ପୁଣି ମୋ ବାପାଙ୍କ ପରିବାର ଭିତରକୁ ମୁଁ ଫେରିଯାଇ ତାଙ୍କ ମାନ ସମ୍ମାନରେ ପ୍ରଶ୍ନବାଚୀ ହେବା ପାଇଁ ଇଚ୍ଛା କରିବିନି। ବରଂ ଭଲ ହବ ମୋ ଜୀବନ ଥିବା ଯାଏ ମୁଁ ସବୁଦିନ ମୋ ମାମୁଙ୍କ ପାଖରେ ରହିବି। ଆଉ ପିତୃ ପରିଚୟ ନଥିବା ମୋ ପୁଅକୁ ମୁଁ ମଣିଷ କରି ଗଢ଼ି ତୋଳିବି, ଯେମିତିକି ଆଜି ପର୍ଯ୍ୟନ୍ତ ମୋ ମାମୁଁ ମୋ ପାଇଁ କରି ଆସିଛନ୍ତି। Wait, wait. ନମସ୍କାର। କ'ଣ ହେଇଛି ଅଫିସର? ଆପଣ ଏଠି? ଜଣେ ହଜାର ଭିତରେ ଆସାମୀ ଜେଲ୍ ଭିତରୁ ଯିବା ପୂର୍ବରୁ ତାର ଅନ୍ତିମ ଇଚ୍ଛା ପୂରଣ କରିବାକୁ ଅନୁରୋଧ କରିଛି। ସେ ଜଣକୁ ଦେଖା କରିବା ପାଇଁ ଚାହୁଁଛି, ସେଥିପାଇଁ ତା ଇଚ୍ଛା ପୂରଣ କରିବା ପାଇଁ ଏଠିକି ଆସିଛି। ଏଠି ସେ କାହାକୁ ଦେଖା କରିବାକୁ ଚାହୁଁଛି? ସେ ହେଉଛନ୍ତି ତମସା ଦେବୀ। କ'ଣ କହିଲେ ଥାନା ବାବୁ? ପୋଲିସ ପାଖରୁ ଗୋଟେ ଜେଲ୍ ଆସାମୀ ମତେ ଦେଖା କରିବା ପାଇଁ ଚାହୁଁଛନ୍ତି? କିନ୍ତୁ କିଏ ସେ?